ସମସ୍ତଙ୍କୁ ନମସ୍କାର। ଆଜି ଗୋଟିଏ ବହୁତ ସୁନ୍ଦର ସମୟ ଦେଇଛନ୍ତି, ଯାହା ଆଜି ଗୋଟିଏ ପବିତ୍ର ଦିନ ଯାହାକି ଆମକୁ ପରମେଶ୍ୱର ଦେଇଅଛନ୍ତି। ପରମେଶ୍ୱରଙ୍କ ବିଷୟରେ ମୁଁ କିଛିଟା କହିବା ପାଇଁ ଯାଉଅଛି। ପରମେଶ୍ୱର ବାକ୍ୟ ବହୁମୂଲ୍ୟ। ପରମେଶ୍ୱର ବାକ୍ୟରେ ହିଁ ସବୁକିଛି ଅଛି। ଆଜି ଟପିକ୍ ଅଛି ଆଜି କ'ଣ? ଆପଣା ପାପକୁ ସ୍ୱୀକାର କର। ଆଜି ଆପଣ ଯଦି ପାପ ସ୍ୱୀକାର କର। ଆଜି ଅନେକ ଲୋକମାନେ ପାପକୁ ସ୍ୱୀକାର କରୁନାହାନ୍ତି। ଆଜି ଜଗତରେ ବହୁତ ପ୍ରକାର ପାପ ବଢ଼ି ଚାଲୁଛି। ପାପରୁ ଉଦ୍ଧାର ପାଇବା ଲାଗି ପାପକୁ ସ୍ୱୀକାର କରିବାରେ ଆଜି କେହି ନାହିଁ। ଯାହାକି ଆମେ ଦେଖୁଅଛୁ ପରମେଶ୍ୱରଙ୍କ ବାକ୍ୟରେ ଲେଖା ହୋଇଅଛି ବାଇବେଲରେ, ପ୍ରଥମ ଜହନ 1:9ରେ, ଯଦି ଆମ୍ଭେମାନେ ଆପଣ ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କୁ ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଯଦି ଆମ୍ଭେମାନେ ଆପଣ ପାପକୁ ସ୍ୱୀକାର କରୁ, ଆଜି ଯିଏ ବି ହଉ ଏଇ ଜଗତରେ, ଆଜି ସାରା ବିଶ୍ୱରେ ଆଜି ପାପକୁ ଆପଣ ପାପକୁ ସ୍ୱୀକାର କରିବାରେ କେହି କରୁନାହାନ୍ତି। ଯେବେ ଆପଣ ସ୍ୱୀକାର କରିବ ମୁଁ ଗୋଟେ ପାପୀ ବୋଲିକି, ଯେବେ ପାପ ସ୍ୱୀକାର ଈଶ୍ୱରଙ୍କ ପୁତ୍ର, ଯାହାକି ଈଶ୍ୱର ପୁତ୍ର କିଏ? ଯୀଶୁ ଖ୍ରୀଷ୍ଟ। ସେ ଯୀଶୁଙ୍କ ଦ୍ୱାରା ଯଦି ପାପ ସ୍ୱୀକାର କରିବ, ଗୋଟେ ନମ୍ରତାରେ ଯାହାକି ପ୍ରଭୁଠାରୁ ରୋଦନ କରିବ, ପ୍ରଭୁକୁ ମୋତେ ପାପରୁ ଉଦ୍ଧାର କରେ, ପାପରୁ ମୋତେ ଶୁଚି କରେ ବୋଲି ଯେବେ କହିବ, ଆପଣଙ୍କୁ ପାପରୁ ଉଦ୍ଧାର ମିଳିବ। ପାପରୁ ମୁକ୍ତି ପାଇଲେ, ପାପରୁ ଉଦ୍ଧାର ପାଇଲେ ଯଦି ଖୋଜୁଅଛ, କେବଳ ପରମେଶ୍ୱରଙ୍କ ପୁତ୍ର, ପରମେଶ୍ୱର ପୁତ୍ର ବୋଲେ ଯୀଶୁ ଖ୍ରୀଷ୍ଟ, ସେ ପାପରୁ ମୁକ୍ତି କରିବେ। ପାପରୁ ଆପଣ ନିଜ ପାପକୁ ସ୍ୱୀକାର କର। ଆପଣ ପାପ ମୋର ବି ହଉ କି ଯାହାର ବି, ଆମେ ସମସ୍ତେ ନିଜର ପାପକୁ ସ୍ୱୀକାର କରିବାର ଅଛି। ଯେବେ ଆମେ ନିଜର ପାପକୁ ସ୍ୱୀକାର କରିବା, ଯେବେ ଆମେ ପ୍ରଭୁରେ କ୍ଷମା ମାଗିବା, ପରମେଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ କ୍ଷମା ଦେଲେ ରେଡି ଅଛନ୍ତି। ପ୍ରିୟ ଲୋକମାନେ, ପରମେଶ୍ୱର ଦେବା ଲାଗି କ୍ଷମା କରିବାରେ ଅଛନ୍ତି। କେବଳ ଆମେ ପରମେଶ୍ୱରକୁ କହିବାର ଅଛି। ଆଜି ବହୁତ ପ୍ରକାର ପାପ, ଆଜି କହୁଛନ୍ତି ନର ହତ୍ୟା, ଗୌ ହତ୍ୟା, ବିଭିନ୍ନ ଇଟା ହଉଛି ପାପ, ନର ହତ୍ୟା ପାପ। ଆଜି ମିଛ କହିବା ପାପ, ଜଣଙ୍କର ବିରୋଧରେ କହିବା ପାପ, ଜଣକୁ ଖରାପ ଦୃଷ୍ଟିରେ ଦେଖିବା ପାପ, ଜଣକୁ ଆମେ ଗୁଣ ଝିକୁଛୁ ସେଟା ବି ପାପ, ଜଣକୁ ଆମେ ଅଭିଶାପ ସେଇଟା ବି ପାପ, ଆମେ ନିଜ ସ୍ୱାର୍ଥ ସେଇଟା ବି ପାପ। ଆମେମାନେ ଅନ୍ୟର ଉପକାର କରିବାର ଅଛି। ପାପରୁ ଯଦି କ୍ଷମା ବୋଲେ ଯୀଶୁ ଖ୍ରୀଷ୍ଟ, ଏହି ପାପ ଯୀଶୁ ଖ୍ରୀଷ୍ଟକୁ ଆମେ ସ୍ୱୀକାର କରିବାର ଅଛି। ଆଜି ସମସ୍ତ ସବୁ କିଛି ଦେବେ, ପାପରୁ ମୁକ୍ତି ପାଇବାରେ କେହି ଖୋଜି ନିଏତା। ପାପରୁ ଆପଣ ଉଦ୍ଧାର ପାଇବାର ଅଛି। ହାଲେଲୁୟା। ତେବେ ସେ ଆମ ପାପ କ୍ଷମା କରିବେ, ଯେବେ ଆପଣ ହଉ କି ମୁଁ ବି, ଯେବେ ଆମେ ସ୍ୱୀକାର କରିବା, ସେଇଦିନ ହିଁ ଆମର ପାପ କ୍ଷମା ହବ। ଯେ ପର୍ଯ୍ୟନ୍ତ ଆମେ ସ୍ୱୀକାର କରିବା ନାହିଁ, ସେ ପର୍ଯ୍ୟନ୍ତ ଆମର ପାପ କ୍ଷମା ହବ ନାହିଁ। ସେଥିପାଇଁ ଆମେ ନିଜକୁ ନିଜେ ସ୍ୱୀକାର କରିବାର ଅଛି, ଯେଉଁଠି ମୁଁ ଗୋଟେ ପାପୀ, ମୁଁ ଗୋଟେ ଅଯୋଗ୍ୟ, ମୁଁ ଗୋଟେ ଦିନହୀନ। ହଁ, ଆଜି ଆପଣ ସବୁ କିଛି ଜାଣିଛ, କିନ୍ତୁ ଯେ ପର୍ଯ୍ୟନ୍ତ ଆପଣ ପାପ ସ୍ୱୀକାର କରିନାହିଁ, ସେ ପର୍ଯ୍ୟନ୍ତ ପାପରୁ ଉଦ୍ଧାର ପାଇପାରିବ ନାହିଁ।
ଓ ସମସ୍ତ ଅଧର୍ମ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଛନ୍ତି। ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ, ସମସ୍ତ ଅଧର୍ମ ଆମର ଯେତେକ ଅନ୍ୟାୟ ଯେତେକ ଅତ୍ୟାଚାର ଯାହା ହୋଇଅଛି ଆମେ ଯଦି ସ୍ୱୀକାର କରିକି ସେ ଈଶ୍ୱରଙ୍କ ପୁତ୍ରକୁ କହିବା, ସେ ଈଶ୍ୱରଙ୍କ ପୁତ୍ର କ୍ଷମା କରିବା ଆମ ରେଡି ଅଛନ୍ତି। କେବଳ ଆମେ ବିଶ୍ୱସ୍ତରେ କହିବାର ଅଛି, ନମ୍ରତାରେ, ବହୁତ ନମ୍ରତାରେ କହିବାର ଅଛି। ଯେମିତି ଆମେ ଗୋଟିଏ ବଡ଼ ଲୋକ ପାଖକୁ ଯାଉଛୁ, ଗୋଟେ ଅଫିସର ପାଖକୁ ଯାଉଛୁ, ସେନେ କେମିତି ନମ୍ରତାରେ କଥା ହେଉଛୁ, ସେଇଭଳିଆ ପରମେଶ୍ୱରକୁ କହିବାର ଅଛି, ଯୀଶୁ ଖ୍ରୀଷ୍ଟକୁ କହିବାର ଅଛି। ତାପରେ ସେ ଆମର ଅଧର୍ମ ପାପ ସବୁ କ୍ଷମା କରିବେ। ତାଙ୍କ ବିନା ଆଉ କେହି କରିପାରିବେ ନାହିଁ। ସେମିତି ସେଥିପାଇଁ ଆମେ ନିଜେ ସ୍ୱୀକାର କରିବାର ଅଛି, ଆମର ଅଧର୍ମ ପାପରୁ ଆମେ ଉଦ୍ଧାର ପାଇବାର ଅଛି। ଆମେ ସମସ୍ତେ ପ୍ରିୟ ଲୋକମାନେ ସମସ୍ତେ ପାପରୁ ଉଦ୍ଧାର ପାଆନ୍ତୁ। ପରିଷ୍କାର କରିବାକୁ ବିଶ୍ୱସ୍ତ ନ୍ୟାୟବାନ, ସେ ବିଶ୍ୱସ୍ତ ନ୍ୟାୟବାନ ପରମେଶ୍ୱରଙ୍କ ପୁତ୍ର, ତାଙ୍କ ଦ୍ୱାରା ଆମେ ବିଶ୍ୱାସ କରିବାର ଅଛି। ଯେ ପର୍ଯ୍ୟନ୍ତ ଆମେ ବିଶ୍ୱାସରେ ପାପ ସ୍ୱୀକାର କରିନାହିଁ, ସେଟା ଆମ ପାପ କ୍ଷମା ହେବ ନାହିଁ। ଆପଣ ଯେତେ ଦାନ ଧର୍ମ, ଯେତେ ଦକ୍ଷିଣା ଦିଅ, ଯେତେ ଯାହା କର, ଯେ ପର୍ଯ୍ୟନ୍ତ ନିଜର ପାପ ସ୍ୱୀକାର କରିବ ନାହିଁ, ସେ ପର୍ଯ୍ୟନ୍ତ ଆପଣ ପାପ କ୍ଷମା ହେବ ନାହିଁ। ସେଥିପାଇଁ ଆପଣମାନେ ସ୍ୱୀକାର କରନ୍ତୁ। ପାପରୁ ଯଦି ମୁକ୍ତି ପାଇବାରେ ଚାହୁଁଅଛ, ଯେବେ ସ୍ୱୀକାର କରିବ, ଯେବେ ପରମେଶ୍ୱର ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିବ, ସେଦିନ ଯୀଶୁ ଖ୍ରୀଷ୍ଟ ତାର ଜଣାଇବ, ସେଦିନ ପାପରୁ ଉଦ୍ଧାର ପାଇବ। ହାଲେଲୁୟା। ଆଉ ଗୋଟିଏ ବାକ୍ୟ ଦେଖିବ, ଗୀତ ସଂହିତା 51:1 ଲେଖା ହେଇଛି, ହେ ପରମେଶ୍ୱର ଆପଣା ସେହନ ପୂର୍ଣ୍ଣ କରୁଣାରୁ ମୋ ପ୍ରତି ଦୟା କର। ହେ ପରମେଶ୍ୱର ଆପଣା ସେହନ ପୂର୍ଣ୍ଣ କର, ମୋତେ କରୁଣାରୁ ମୋ ପ୍ରତି ଦୟା କର। ପ୍ରଭୁଙ୍କ କରୁଣାରେ ମୋତେ ଦୟା କର ବୋଲିକି ପ୍ରାର୍ଥନା କରୁଛନ୍ତି। ତୁମ କୃପାମୟ ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନ କର। ପ୍ରଭୁ ତୁମର ଦୟାରେ, ତୁମରି କୃପାରେ ମୋର ଯେନ୍ ଅଧର୍ମ ଯାହା ଅତ୍ୟାଚାର ହୋଇଛି ସବୁ ମୋତେ କ୍ଷମା କର। ମୋହର ଅଧର୍ମ ମାର୍ଜନ କର ବୋଲେ ମୋର ଯେନ୍ ଅଧର୍ମ ବଢ଼ିଯାଇଛି, ମୋର ଯେନ୍ ଅନ୍ୟାୟ ବଢ଼ିଯାଇଛି, ଯେନ୍ ଆମମାନେ ସବୁ କିଛି ବଢ଼ିଯାଇଛି, ମୋତେ ମାର୍ଜନ କର, ମୋତେ ଶୁଚି କର, ମୋତେ ପବିତ୍ର କର ବୋଲିକି ପ୍ରାର୍ଥନା କରୁଛନ୍ତି। କ୍ଷମା ପ୍ରାର୍ଥନା, ଆମେମାନେ କ୍ଷମା ମାଗିବାର ଅଛି, ନିଜକୁ ନିଜେ ସ୍ୱୀକାର କରିବାର ଅଛି। କେବେ ବି ନିଜକୁ ନିଜେ ସ୍ୱୀକାର କର। ପାପରୁ ଯଦି ଉଦ୍ଧାର ପାଇବାରେ ଚାହୁଁଛ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ଷମା ଦେବାରେ ରେଡି ଅଛନ୍ତି। ସେ ପ୍ରଭୁ ଯୀଶୁକୁ ଆମେମାନେ ବିଶ୍ୱାସ କରିବାର ଅଛି। ସେ ପ୍ରଭୁ ଯୀଶୁ ଯେବେ ଆମେ ବିଶ୍ୱାସରେ ଆମେ କହିବା, ନିଜେ ଆଣ୍ଠୁରେ ଆସିକି ପ୍ରାର୍ଥନା କରିକି, ପ୍ରଭୁ ଗୋଟେ ପ୍ରାପୀ, ପ୍ରଭୁ ମୋତେ ଶୁଚି କର ତୁମର ରକ୍ତରେ ବୋଲି ଯେବେ କହିବା, ସେଦିନ ଆମେ ଉଦ୍ଧାର ପାଇବା। ହାଲେଲୁୟା। ସେଥିପାଇଁ ଆପଣମାନେ ଆଜି ସବୁ କିଛି ପାଇପାରିବ, ଆଜି ରୋଗରୁ ବି ସୁସ୍ଥ ପାଇପାରିବ, ସବୁଥିରୁ ପାଉଛ, କିନ୍ତୁ ଆପଣ ପାପ ଲାଗି କୌଣସି ମେଡିସିନ ନାହିଁ, ଆପଣ ପାପ ଲାଗି କୌଣସି ଜିନିଷ ନାହିଁ, କେବଳ ଗୋଟିଏ ପରମେଶ୍ୱରଙ୍କ ପୁତ୍ର ସେ ଯୀଶୁ ଖ୍ରୀଷ୍ଟକୁ ବିଶ୍ୱାସ କରିକି ପ୍ରାର୍ଥନା କରନ୍ତୁ। ଯୀଶୁ ଖ୍ରୀଷ୍ଟ ଡାଇରେକ୍ଟ କରନ୍ତୁ, ମୁଁ ଗୋଟେ ପାପୀ, ମୋତେ ଶୁଚି କର, ମୁଁ ସ୍ୱୀକାର କରୁଅଛି ବୋଲିକି ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ପରମେଶ୍ୱର ତୁମେ ମହାନ, ଧନ୍ୟବାଦ ଯୀଶୁ। ବାପା ଆଜି ଆମେମାନେ ଅନେକ ଫ୍ୟାମିଲି ପ୍ରଭୁ ପାପରେ ପଡ଼ିଅଛୁ। ବାପା ପ୍ରଭୁ ଆମେ ସ୍ୱୀକାର କରୁ, ପ୍ରଭୁ ଆମର ପାପ ପ୍ରଭୁ ତୁମରି ପବିତ୍ର ରକ୍ତରେ ଶୁଚି କର। ବାପା ଯେଉଁମାନେ ପ୍ରଭୁ এই ବାକ୍ୟ ଶୁଣିବେ, ପ୍ରଭୁ এই ବାକ୍ୟ ସମସ୍ତ ଉଦ୍ଧାର ପାପରୁ କେମିତି ଉଦ୍ଧାର ପାଇ ପ୍ରଭୁ ପବିତ୍ର ତୁମ ସ୍ୱୀକାର କରି ଜୀବନ ସାହାଯ୍ୟ କର। ଧନ୍ୟବାଦ ଯୀଶୁ। ପ୍ରାର୍ଥନା ଶୁଣି ଯତ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନାମ ଅଛି, ଆମେନ୍। ସମସ୍ତଙ୍କୁ ଧନ୍ୟବାଦ, ଯାହାକି ଅନ୍ୟମାନଙ୍କୁ ବି ସେୟାର କର, ଯାହାକି ସମସ୍ତେ ଯେମିତି ପାପରୁ ଉଦ୍ଧାର ପାଇବାର ଅଛି, ଅନ୍ୟମାନଙ୍କୁ ସେୟାର ବି କର, କମେଣ୍ଟ ବି କର। ସମସ୍ତଙ୍କୁ ନମସ୍କାର।